ଚାଉଳ ବାଞ୍ଜି ଗଛ ପଡ଼ି ଜଣେ ସାମାନ୍ୟ ଆହତ, ସାଇକେଲ ଚୁରମାର। ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଚାଉଳ ବାଞ୍ଜି ଗ୍ରାମର ସ୍କୁଲ ସାମ୍ନାରେ ଥିବେ ଦୁଇ ଗୋଟି ବଡ଼ ସୁଖା ଗଛ ପଡ଼ି ଆଜି ଖପ୍ରାଖୋଲ ହରିଶଙ୍କର ରାସ୍ତା କିଛି ସମୟ ପାଇଁ ରାସ୍ତା ବାଧାପ୍ରାପ୍ତ ହୋଇଥିବା ବେଳେ ଏନେଇ ଖବର କରିବାରୁ ମୁନୁ ଦାସ ଗ୍ରାମ ପଡ଼ିଆ ବାହାଲର ବିହାଘର ଆସି ସେହି ସ୍ଥାନରେ ଠିଆ ହୋଇଥିବା ବେଳେ ସାମାନ୍ୟ ଆହତରୁ ବର୍ତ୍ତି ଯାଇଥିବା ବେଳେ ତାଙ୍କ ସାଇକେଲ କିଛି ଚୁରମାର ହୋଇଥିବା ସୂଚନା ମିଳିଛି। ଏଠି ପ୍ରଶ୍ନ ଉଠୁଛି ଯେ କୁନି କୁନି ଶିଶୁମାନଙ୍କୁ ଯେଉଁଠି ଭବିଷ୍ୟତ ଗଢ଼ାଯାଉଥିବା ବେଳେ ସେଠାରେ କେମିତି ଏତେ ବଡ଼ ଅଘଟଣ ଘଟିଗଲା ତାହା ବଡ଼ ପ୍ରଶ୍ନ ଏବଂ ଏତେ ବଡ଼ ଗହଳ ଚହଳ ରାସ୍ତା ଦୈନନ୍ଦିନ ଏଠି ଲୋକ ଯାଆସ କରନ୍ତି କିନ୍ତୁ କୌଣସି ଶିଶୁଙ୍କର କ୍ଷତି ନ ଘଟିଲା ତାହା ଭଗବାନଙ୍କର ଭରସା। ବଡ଼ ଦୁର୍ଘଟଣାରୁ ବଞ୍ଚିଗଲା। आर आमर चौल बांजीर स्कूल जेन अच्छे बहुत अबला होचे बुझले कि नहीं सुखा गच मैंने सब सुखी जाइए आर इन किसी चिकित्सा नहीं करवार आम पब्लिक लोग जेन बिहाघर आसी सेनु आमर देह उपर गड़ पड़गला आर मोर साइकेल गोटे धुरगुट छाड़गला आम केन्ता कर नदी कर पलि गलु बची गलु 5-7 लोग थे बुझले कि नहीं आज्ञा। बलांगीर जिला चाउल बांजीरू बसंत मेहर रिपोर्ट, जन अधिकार लाइव।